ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଅଛୁ, ଆମେନ୍। ଆଜିର ପଠିତ ଶାସ୍ତ୍ରାଂଶ ଯାହା ଯୋହନ 11 ପର୍ବର 28 ପଦରେ ଆପଣ ଦେଖିବାକୁ ପାଇଲେ, ସେଠାରେ ଗୁରୁ ଆସିଲେଣି ଆଉ ସେ ତୋତେ ଡାକୁଅଛନ୍ତି। ମାର୍ଥା ମରିୟମକୁ କହିଥିଲେ ଗୁରୁ ଆସିଲେଣି। ଗୁରୁ କିଏ? ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଗୁରୁ ଆସିଲେଣି, ସେ ଆସିବାର ସମୟ ହେଇଗଲାଣି। ମାଥ୍ୟୁ 25 ପଦର 6 ପଦରେ ଏହି ଦେଖ ବର ତାହାଙ୍କ ସହିତ ସାକ୍ଷାତ କରିବାକୁ ବାହାର, ଏଭଳି କୋଳାହଳ ହେଇଥିଲା। ଆଉ ସେଇ ଗୁରୁ ଆସିଲେଣି। ମାର୍ଥା ମରିୟମକୁ କହିଥିଲେ ଗୁରୁ ଆସିଲେଣି ଆଉ ତୋତେ ଡାକୁଅଛନ୍ତି। ପ୍ରିୟମାନେ, ଏ ଗପ ନୁହେଁ କି କଳ୍ପିତ କାହାଣୀ ନୁହେଁ କି ଶ୍ରୁତି ମଧୁର କଥା ନୁହେଁ। ପାଉଲଙ୍କ ଭାଷାରେ କହିବାକୁ ଗଲେ ମୁଁ ତୁମମାନଙ୍କୁ ଗୋଟିଏ ନିଗୁଢ଼ କଥା କହୁଅଛି। ଅନେକଙ୍କର ଧାରଣା ମରିୟମ ଜଣେ ଖାସ୍ ବିଶ୍ୱାସିନୀ, ମାର୍ଥା ଜଣେ ଜାଗତିକ ଲୋକ। ଏହି ଧାରଣା ଯଦି ଏପର୍ଯ୍ୟନ୍ତ ଆମମାନଙ୍କ ମନରେ ଅଛି, ଆଜିଠାରୁ ଆମେ ପୋଛିଦେବା। ଲୁକ 10 ଅଧ୍ୟାୟର 38ରୁ 40 ପଦ ମଧ୍ୟରେ ଆମେ ଦେଖୁ, ଦିନେ ଯୀଶୁଖ୍ରୀଷ୍ଟ ବେଥନିଆରେ ଉପସ୍ଥିତ ହୋଇଥିଲେ। ମାର୍ଥା ନାମ୍ନୀ ସ୍ତ୍ରୀ ଲୋକ ପରିଚର୍ଯ୍ୟା କରୁଥିଲେ। ମରିୟମ ଯୀଶୁଙ୍କ ପାଦ ତଳେ ବସି ବାକ୍ୟ ଶୁଣିଥିଲେ। ଆଉ ଯୀଶୁ ସେଦିନ କହିଥିଲେ, ମରିୟମ ଉତ୍ତମ ଭାଗ ମନୋନୀତ କରିଅଛି। ଏହି ବାକ୍ୟକୁ କେନ୍ଦ୍ର କରି ଅନେକଙ୍କର ଧାରଣା ହେଇପାରେ ଯେ ମାର୍ଥା ଜଣେ ସାଂସାରିକ ଲୋକ, ଜାଗତିକ ଲୋକ, ରନ୍ଧାଶାଳରେ ଥିବା ବ୍ୟକ୍ତି, ଆଉ ମରିୟମ ଜଣେ ଉତ୍ତମ ବିଶ୍ୱାସୀ ଥିଲେ ବୋଲି ଆପଣଙ୍କର ମନରେ ହେଇପାରେ। କିନ୍ତୁ ଆମେ ଜାଣି ରଖିବୁ, ଆଉ ସେଥିପାଇଁ ଏଇ ମାର୍ଥାଙ୍କ କଥା ମୁଁ ଆଜି ଆପଣଙ୍କୁ କହିବି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ସ୍ଥାନକୁ ଯାଉଥିଲେ ଏକା ଯାଉନଥିଲେ, ତାଙ୍କ ଶିଷ୍ୟମାନଙ୍କ ସହିତ ଯାଉଥିଲେ। ହଠାତ୍ ଆପଣଙ୍କ ଘରକୁ 13 ଜଣ କୁଣିଆ ଯଦି ଆସି ପହଞ୍ଚିବେ, ମାଇଣ୍ଡ ଫ୍ୟୁଜ୍ ହେଇଯିବ। ମରିୟମ ସିନା ଯୀଶୁଙ୍କ ପାଦ ତଳେ ବସି ବାକ୍ୟ ଶୁଣୁଥିଲା, କଥା ଶୁଣୁଥିଲା, କିନ୍ତୁ ମିଟିଂ ପରେ ଇଟିଂ ହେବ କେମିତି ସେଇ କଥା ଚିନ୍ତା କରୁଥିଲା। କିଏ? ମାର୍ଥା। ଗୋଟେ ଉତ୍ତମ ବିଷୟ। ତାଙ୍କଠାରେ ସେବାର ଗୁଣ, ପରିଚର୍ଯ୍ୟାର ଗୁଣ ଥିଲା। ଭୁରି ଭୁରି ପ୍ରମାଣ ଆମେ ଦେଖିବାକୁ ପାଉ। ଯୋହନ 12 ପର୍ବର 2 ପଦରେ, ନିସ୍ତାର ପର୍ବର 6 ଦିନ ପୂର୍ବରୁ ବେଥନିଆରେ ସେ ପହଞ୍ଚିଥିଲେ। ଗୋଟେ ରାତ୍ରି ଭୋଜ ହେଉଥିଲା। 2 ପଦରେ ପବିତ୍ର ଆତ୍ମା ଉଲ୍ଲେଖ କରନ୍ତି, ମାର୍ଥା ପରିଚର୍ଯ୍ୟା କରୁଥିଲେ। ଏଥିରୁ ପ୍ରମାଣିତ ଯେ ଏହି ପରିଚର୍ଯ୍ୟାର ଗୁଣ ମାର୍ଥାଙ୍କଠାରେ ଥିଲା। ଏହା ଗୋଟେ ଉତ୍ତମ ଗୁଣ ଥିଲା। ମିଟିଂ ପରେ ଇଟିଂ ହେବ କେମିତି ସେ କଥା ସେ ଚିନ୍ତା କରୁଥିଲା। ଏହା ଗୋଟେ ଉତ୍ତମ କର୍ମ ଥିଲା। ଆଉ ଏଥିରେ ଆଶୀର୍ବାଦ ମିଳିଥାଏ, ଏ କଥା ମାନେ ଭୁଲି ନ ଯାଅ। ଆପଣଙ୍କର ମନେ ଅଛି ପୁରାତନ ନିୟମର କଥା, 2 ସାମୁଏଲ 6 ପର୍ବର 11 ପଦରେ ସଦାପ୍ରଭୁଙ୍କର ନିୟମ ସିନ୍ଦୁକ ଗୀତୀୟ ଓବେଦିଦୋମଙ୍କ ଗୃହରେ 3 ମାସ ପର୍ଯ୍ୟନ୍ତ ରହିଥିଲା। 3 ମାସ 90 ଦିନ ରହିଥିଲା। ଆଉ ସେହି ପରିବାର ଆଶୀର୍ବାଦ ପାଇଥିଲେ। ତା ପଛରେ ରହସ୍ୟ କ'ଣ ଥିଲା କହିବି। ଅବଶ୍ୟ ମୋର 2ୟ ଭାଗ ପ୍ରକାଶିତ ବାକ୍ୟର ବ୍ୟାଖ୍ୟାରେ ତାହା ବର୍ଣ୍ଣନା କରିଛି। ଯେଉଁ ସ୍ଥାନରେ ସଦାପ୍ରଭୁଙ୍କର ନିୟମ ସିନ୍ଦୁକ ଥିଲା, ସେଠାରେ 70 ଜଣ ଯାଜକ ରହୁଥିଲେ। ଆଉ ଜଣେ ମହାଯାଜକ, 71 ଜଣ ହେଲେ। ଏବଂ ଆଉ 12 ଜଣ ସଙ୍ଗୀତ ଶିଳ୍ପୀ ଥିଲେ। ସର୍ବମୋଟ 83 ଜଣ ଲୋକ ଓବେଦିଦୋମଙ୍କ ଗୃହରେ ରହି ସେବା ପାଉଥିଲେ। ପ୍ରତିଦିନ 90 ଦିନ ପର୍ଯ୍ୟନ୍ତ ତାଙ୍କ ଘରେ ଭୋଜି ଭାତ ହେଉଥିଲା। ହେଲେ ଓବେଦିଦୋମଙ୍କ ପରିବାର ଆଶୀର୍ବାଦ ପାଇବେ ନାହିଁ ତ ଆଉ କିଏ ପାଇବେ? ସମସ୍ତେ ପ୍ରଭୁଙ୍କୁ ଗୌରବ ଦେଇ କହିବା ହାଲେଲୁୟା। ଏବେ ଆମେ ଦେଖିବାକୁ ପାଉ ଏଇ ମାର୍ଥା ପରିଚର୍ଯ୍ୟାକାରିଣୀ ଯୀଶୁ ବେଥନିଆରେ ଉପସ୍ଥିତ ହେଇଥିବା ବେଳେ ମରିୟମ
उत्तम वाक्य शुणुथिले जीशुंक मुखरू। मार्था परिचर्या दायित्व थिले, यह एक उत्तम गुण। प्रिय माने जेतेबेले लाजार मृत्युवरण कले सेतेबेले जीशु ख्रीष्ट बेथनिया रे उपस्थित होइथिले। 11 पर्वर 20 पद कथा अति रहस्यजनक। जोन 11 पर्वर 20 पद जीशु आसी अछंती बोली मार्था जेतेबेले सुनिले जीशु को साक्षात करने को गले, किंतु मरियम गृह रे बसी रहिले। निज बाइबल रे अंडरलाइन करंतु, किंतु मरियम गृह रे बसी रहिले। यह ही पाठक महल को विस्मित करे। जो मरियम प्रशंसा पत्र पाई थिले से पुणी आज घरे बसी रहिबो। जो मार्था रंधाशाल रे थिले से पुणी जीशु को साक्षात करने को आगे जीव। आग लोक पछ एवं पछ लोक आग, विश्वासर दौड़ रे यही स्थान रे आमने देखा पाऊ। आग लोक पछ एवं पछ लोक आग। धन्य से मार्था जीशु को साक्षात करने को बेथनिया ग्राम बाहर को गले। आ मार्था गृह रे बसी रहिबा अति दुखदायक विषय। जे कि प्रशंसा पत्र पाई थिले, सर्टिफिकेट पाई थिले, से आज प्रशंसा पत्र धरी थिबा व्यक्ति मरियम गृह रे बसी रहिबा विषय, यह ही पाठक महल को आश्चर्यान्वित करे। प्रभु जीशु ख्रीष्ट सेथिपाई कहिसंती दिन आसीबो आग लोक पछ होई जिवे एवं पछ लोक आग हेबे। ए कथा में भूली न जाओ। जीशु जेतेबेले बेथनिया रे पहुँचिले, मार्था जीशु को साक्षात करने को गले। सेतेबेले मार्था जीशु मुखरू अनेक निगूढ़ कथा शुणी पारिथिले। सेथि मध्यरु गोटे कथा मु आपनकु कहबी। 25 एवं 26 पदरे 11 पर्व जोहन 11 पर्व 25 एवं 26 पदरे मार्था मु पुनरुत्थान ओ जीवन, जे मोठारे विश्वास करे से यद्यपि मरे तथापि बंचिबो। जे बंचे ओ मोठारे विश्वास करे से कदापि केबे हे मरिबो नाही। एई कथा निगूढ़ कथा, मंडली ऊर्ध्वगमनर निगूढ़ कथा पाउल आगरे प्रकाश करा जाइथिला। परवर्ती समय रे पाउल करंथिय मंडली निकट को जेतेबेले लेखुचंती 15 प्रथम करंथिय प्रथम 15 पर्व 51 पदरे मु तुम मान को गोटे निगूढ़ कथा कहूँगी। कौन से निगूढ़ कथा? आम्भे माने समस्ते महानिद्रा प्राप्त हेबा नाही, चक्षुर पलकरे शेष तुरी ध्वनि रे आम्भे माने परिवर्तित हेबा। से निगूढ़ कथा मृत साधु मानकर पुनरुत्थान एवं बंचिथिबा साधु मानकर रूपांतरित। से निगूढ़ कथा पाउलंकु परवर्ती समय कहगला। करंथिय मंडली निकट को लेखिले, मु तुमको गोटे निगूढ़ कथा कहूँगी। आमे माने समस्ते महानिद्रा प्राप्त हेबा नाही, चक्षुर पलकरे शेष तुरी ध्वनि रे आम्भे माने परिवर्तित हेबा। ए निगूढ़ कथा पाउलंक आगरे प्रकाश करने पूर्वरु जीशु मार्था को कहिथिले, मार्था मु पुनरुत्थान ओ जीवन, जे मोठारे विश्वास करे से यद्यपि मरे तथापि बंचिबो। अर्थात मृत साधु माने पुनरुत्थित हेबे। जे बंचे मोठारे विश्वास करे से कदापि केबे मरिबो नाही। अर्थात से रूपांतरित हेबो। आपण मान को मन रे अछि प्रभु जीशु ख्रीष्ट जो दिन पर्वत रे रूपांतरित होइथिले, मूसा ओ एलियो जीशुଙ୍କ सहित साक्षात करथिले, कथावार्ता करुथिले। मूसा पुनरुत्थित साधु मानकर प्रतिनिधि एवं एलियो जीवित अवस्था रे रूपांतरित हेबा साधु मानकर निदर्शन। मार्था को से दिन जीशु एई निगूढ़ कथा कहिथिले, मु पुनरुत्थान ओ जीवन, जे मोठारे विश्वास करे से यद्यपि मरे तथापि बंचिबो। जे बंचे ओ मोठारे विश्वास करे से कदापि केबे मरिबो नाही। समस्ते कहबा तो हालेलुया। तेबे प्रश्न उठे, मार्था ई निगूढ़ कथा शुणुथिबा बेले
ମରିୟମ କ'ଣ କରୁଥିଲେ? ମରିୟମ ଗୃହରେ ବସି ରହିଲେ। ପ୍ରଶଂସା ପତ୍ର ପାଇଥିବା ମରିୟମ ବର୍ତ୍ତମାନ ଗୃହରେ ବସିଛନ୍ତି। ରନ୍ଧାଶାଳରେ ଥିବା ମାର୍ଥା ବର୍ତ୍ତମାନ ନିଗୁଡ଼ କଥା ଶୁଣିପାରୁଛନ୍ତି। ପ୍ରିୟମାନେ, ଯେତେବେଳେ ପ୍ରଥମେ ବେଥନିଆରେ ଯୀଶୁ ପହଞ୍ଚିଥିଲେ, ମାର୍ଥା ଯୀଶୁଙ୍କ ମରିୟମ ଯୀଶୁଙ୍କ ପାଦ ତଳେ ବସି ଯୀଶୁଙ୍କ ମୁଖରୁ ଶ୍ରୀମୁଖରୁ କଥା ଶୁଣୁଥିବା ବେଳେ ମରିୟମ ମାର୍ଥା ସେ ବସି ନଥିଲେ, କାର୍ଯ୍ୟରତ ଥିଲେ, ପରିଚର୍ଯ୍ୟା କାର୍ଯ୍ୟରେ ଥିଲେ। କିନ୍ତୁ ଏବେ ମାର୍ଥା ଯୀଶୁଙ୍କ ପାଦ ତଳେ ବସି ନିଗୁଡ଼ କଥା ଶୁଣୁଥିବା ବେଳେ ମରିୟମ ଗୃହରେ ବସିଛନ୍ତି ଜିରୋ। ମାର୍ଥା ସେତେବେଳେ ଜିରୋ ନଥିଲେ, ସେ କାର୍ଯ୍ୟରତ ଥିଲେ। ଏବେ ମରିୟମ ସେ ବସିଛନ୍ତି, ମାର୍ଥା ସେତେବେଳେ ନିଗୁଡ଼ କଥା ଶୁଣୁଥିଲେ। ପ୍ରିୟମାନେ, ଏହା ହିଁ ରହସ୍ୟଜନକ। ଧନ୍ୟ ସେହି ମାର୍ଥା ଆଉ ଯିଏକି ନିଗୁଡ଼ କଥା ଶୁଣୁଥିଲେ। ସେଇ ମାର୍ଥା ଆସିଲେ ଏବଂ ମରିୟମକୁ କହିଲେ, ଗୁରୁ ଆସିଲେଣି, ସେ ତୁମକୁ ଡାକୁଅଛନ୍ତି, ଗୁରୁ ଆସିଲେଣି। ଏହି ଛୋଟ ବାକ୍ୟରେ ଅନେକ ରହସ୍ୟ ଲୁଚି ରହିଛି। ଗୁରୁ ଆସିଲେଣି। ଯେଉଁ ଗୁରୁ ତତେ ସାର୍ଟିଫିକେଟ୍ ଦେଇଥିଲେ, ପ୍ରଶଂସା ପତ୍ର ଦେଇଥିଲେ, ସେଇ ଗୁରୁ ଆସିଲେଣି। ଗୁରୁ ଆସିଲେଣି, ଆଉ ବସିବାର ବେଳ ନାହିଁ। ଗୁରୁ ଆସିଲେଣି, ଆଦ୍ୟ ପ୍ରେମ କ'ଣ ଭୁଲିଗଲୁ କି? ଗୁରୁ ଆସିଲେଣି। ଗୁରୁଙ୍କର ତୋଠାରେ ପ୍ରୟୋଜନ ଅଛି। ସୁପ୍ତ ଜୀବନକୁ ଜାଗ୍ରତ କରିବା ବ୍ୟକ୍ତି ହେଲେ ମାର୍ଥା। ଆମମାନଙ୍କର ଦୁର୍ବଳତାରେ ସୁପ୍ତ ଜୀବନକୁ ଜାଗ୍ରତ କରିବା ବ୍ୟକ୍ତି କେବଳ ପବିତ୍ର ଆତ୍ମା। ପବିତ୍ର ଆତ୍ମା ମଣ୍ଡଳୀକୁ ଜାଗ୍ରତ କରି ଖ୍ରୀଷ୍ଟଙ୍କ ସହିତ ମିଳାଇ ଦେବେ। ବର୍ତ୍ତମାନ ଆମେ ଦେଖିବାକୁ ପାଉ ଏହି ଭୂମିକାରେ ମାର୍ଥାଙ୍କୁ ପବିତ୍ର ଆତ୍ମାଙ୍କର ଭୂମିକାରେ ଦେଖିବାକୁ ମିଳେ, ଯିଏକି ବସିଥିବା ମରିୟମକୁ ଜାଗ୍ରତ କରୁଛନ୍ତି। ଗୁରୁ ଆସିଲାଣି, ତୋଠାରେ ପ୍ରୟୋଜନ ଅଛି, ଆଉ ବସିବାର ବେଳ ନାହିଁ। ଯେଉଁ ଗୁରୁ ତତେ ସାର୍ଟିଫିକେଟ୍ ଦେଇଥିଲେ, ପ୍ରଶଂସା ପତ୍ର ଦେଇଥିଲେ, ସେଇ ଗୁରୁ ଆସିଲେଣି। ଗୁରୁଙ୍କର ତୋଠାରେ ପ୍ରୟୋଜନ ଅଛି। ସୁପ୍ତ ଜୀବନକୁ ଜାଗ୍ରତ କରି ଯୀଶୁଙ୍କ ସହିତ ମିଳାଇ ଦେଲେ ବେଥନିଆ ଗ୍ରାମ ବାହାରେ। ଆଶ୍ଚର୍ଯ୍ୟର କଥା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯଦି ସିଧାସଳଖ ଗ୍ରାମ ଭିତରେ ପ୍ରବେଶ କରିଥାନ୍ତେ, ତାହେଲେ ଈଶ୍ୱରଙ୍କ ବାକ୍ୟ ମିଥ୍ୟା ବୋଲି ପ୍ରମାଣିତ ହୋଇଥାନ୍ତା। ଅବଶ୍ୟ ସେ ଗ୍ରାମ ବାହାରେ ହିଁ ରହିବାକୁ ହେବ। ଅବଶ୍ୟ ମାର୍ଥା ରୂପକ ପବିତ୍ର ଆତ୍ମା ମରିୟମ ରୂପକ ମଣ୍ଡଳୀକୁ ପ୍ରସ୍ତୁତ କରି ଗ୍ରାମ ବାହାରେ ଯୀଶୁଙ୍କ ସହିତ ସାକ୍ଷାତ କରାଇ ଦେବାକୁ ହେବ। କାରଣ ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଗ୍ରାମ ବାହାରେ ଥିଲେ। ଯୀଶୁଖ୍ରୀଷ୍ଟ ଶୂନ୍ୟ ମଣ୍ଡଳକୁ ଆସିବେ, ପବିତ୍ର ଆତ୍ମା ମଣ୍ଡଳୀକୁ ପ୍ରସ୍ତୁତ କରି ତାଙ୍କ ସହିତ ସାକ୍ଷାତ କରାଇବେ। ଏହା ତାର ଛାୟା ସ୍ୱରୂପ ଥିଲା। ପ୍ରିୟମାନେ, ଏ ଗପ ନୁହେଁ କି କଳ୍ପିତ କାହାଣୀ ନୁହେଁ କି ଶ୍ରୁତି ମଧୁର କଥା ନୁହେଁ। ପାଉଲଙ୍କ ଭାଷାରେ କହିବାକୁ ଗଲେ ମୁଁ ତୁମମାନଙ୍କୁ ଗୋଟିଏ ନିଗୁଡ଼ କଥା କହୁଅଛି। ତେବେ ଧନ୍ୟ ସେଇ ମାର୍ଥା, ପରିଚର୍ଯ୍ୟାକାରିଣୀ, ଯେଉଁ ଦ୍ୱାରା ଆଶୀର୍ବାଦ ପାଇଥିଲା। ମୁଁ ଆପଣମାନଙ୍କୁ ଗୋଟିଏ କଥା କହି ରଖିବାକୁ ଚାହେଁ। ଏଭ୍ରି 11 ଅଧ୍ୟାୟ ହେଉଛି ବିଶ୍ୱାସୀମାନଙ୍କର ତାଲିକା। ବିଶ୍ୱାସର ଡେଫିନେସନ୍ ସଂଜ୍ଞା ପ୍ରଥମ ପଦରେ ହିଁ ଲେଖାଯାଏ। ବିଶ୍ୱାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ। ବିଶ୍ୱାସ ଦ୍ୱାରା କିଏ କିଭଳି କାର୍ଯ୍ୟ କରିଛନ୍ତି ଏକ ତାଲିକା ଆପଣ ଦେଖିବାକୁ ପାଇବେ। 35 ପଦରେ ପବିତ୍ର ଆତ୍ମା ଉଲ୍ଲେଖ କରନ୍ତି, ସ୍ତ୍ରୀ ଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ। ସ୍ତ୍ରୀ ଲୋକମାନେ, କେଉଁ ସ୍ତ୍ରୀ ଲୋକମାନେ? ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେବେ। ହେଲେ ସେହି ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ପୁରାତନ ନିୟମର 2 ଜଣ ସ୍ତ୍ରୀ। ପ୍ରଥମ ସ୍ତ୍ରୀ ଜଣକ ସାରିଫତ ନଗରର ବିଧବା, ଯାହାଙ୍କୁ ଆମେ ଦେଖିବା ପ୍ରଥମ ରାଜାବଳୀ 17 ଅଧ୍ୟାୟରେ। ଦୁର୍ଭିକ୍ଷ ସମୟରେ ଏଲିଓ ଭବିଷ୍ୟତ ବକ୍ତାଙ୍କୁ ପଠାଯାଇଥିଲା କରିତ ନଦୀ ନିକଟକୁ ଯିବ, ଆଉ ସେ ଯାଇଥିଲେ। ତାଙ୍କୁ
ମାଂସ ରୁଟି କାକ ଦ୍ୱାରା ଅଣାଯାଉଥିଲା। କରିତ ନଦୀର ଜଳ ପାନ କରି ରହିଥିଲେ। କିଛି ସମୟ ପରେ ନଦୀ ଶୁଷ୍କ ହୋଇଗଲା। ତାଙ୍କୁ ପୁନର୍ବାର କୁହାଗଲା ତୁମେ ସିଦୋନର ସାରିପତ ନଗରର ବିଧବା ନିକଟକୁ ଯାଅ। ଆଉ ସାରିପତର ନଗରର ବିଧବା ନିକଟକୁ ଯାଇଥିଲେ ଏଲିୟ ଭବିଷ୍ୟତ ବକ୍ତା। ଆଉ ସେଇ ଘଟଣା ମାନେ ଦେଖିବାକୁ ପାଉ। ସେଇ ସ୍ତ୍ରୀଙ୍କର ପୁଅ ଅର୍ଥାତ୍ ସାରିପତ ନଗରର ବିଧବାଙ୍କ ପୁଅ ଘଟଣାକ୍ରମେ ମୃତ୍ୟୁ ଭୋଗ କଲା। ଆଉ ଏଲିୟ ଭବିଷ୍ୟତ ବକ୍ତା ତାଙ୍କୁ ମୃତ୍ୟୁରୁ ବଞ୍ଚେଇଥିଲେ, ଉଠେଇଥିଲେ। ଆଉ ବାଇବଲ ସ୍କଲାର ମାନେ ବିଶାରଦ ମାନେ ମତ ଦିଅନ୍ତି ଯେ ଯାହାଙ୍କୁ ସେ ମୃତ୍ୟୁରୁ ଉଠେଇଥିଲେ ସେ ଥିଲେ ଜୁନସ ଭବିଷ୍ୟତ ବକ୍ତା, ଯାହାଙ୍କ ପାଖରେ ଓପେନ୍ ବାଇବଲ ଅଛି। 915 ପୃଷ୍ଠାର କମେଣ୍ଟ୍ରିକୁ ଦେଖିବେ। ଆଉ ଏହି ପ୍ରକାର ମତ ଦିଆଯାଏ ଯେ ସେ ଥିଲେ ଜୁନସ ଭବିଷ୍ୟତ ବକ୍ତା। ସାରିପତ ନଗରର ବିଧବାଙ୍କୁ ଏଲିୟ ଭବିଷ୍ୟତ ବକ୍ତା ଉଠେଇଥିଲେ। ସେ ଜୁନସ ଭବିଷ୍ୟତ ବକ୍ତା ବୋଲି ବାଇବଲ ବିଶାରଦମାନେ ମତ ଦେଇଛନ୍ତି। ତେବେ ପ୍ରଥମ ସ୍ତ୍ରୀ ଜଣକ ସାରିପତ ନଗରର ବିଧବା ତା ପୁଅକୁ ଲାଭ କରିଥିଲେ। ଏଲିୟ ଭବିଷ୍ୟତ ବକ୍ତାଙ୍କୁ ସେବା ଆତିଥ୍ୟ କରିଥିଲେ। ଦ୍ୱିତୀୟ ସ୍ତ୍ରୀ ଜଣକ କଥା ମୁଁ ଆପଣଙ୍କୁ କହିବି। ଦ୍ୱିତୀୟ ରାଜାବଳୀ 4 ଅଧ୍ୟାୟ 8 ପଦରୁ ସୁନେମର ଧନବତୀ ସ୍ତ୍ରୀ ଜଣକ ଇଲିଶା ଭବିଷ୍ୟତ ବକ୍ତାକୁ ଅନ୍ନ ଭୋଜନ କରେଇଥିଲା। ଆଉ ପ୍ରଭୁଙ୍କ ଦାସ ଏଲିଶା ଭବିଷ୍ୟତ ବକ୍ତା ସେଠି ରହୁଥିଲେ, ସେବା ପାଉଥିଲେ। ଘଟଣାକ୍ରମେ ତାଙ୍କୁ ଗୋଟେ ପୁଅ ଦିଆ ହେଇଥିଲା। ସବୁ ବିବରଣ ଆପଣ ଜାଣନ୍ତି। ଗିଏଜି ତାଙ୍କ ସହିତ ଥିଲେ। ଗିଏଜକୁ ପଚାରିଥିଲେ ସେ ସ୍ତ୍ରୀ ଲୋକର କ'ଣ ଆବଶ୍ୟକ? ତାଙ୍କର ପୁଅ ଗୋଟିଏ ଆବଶ୍ୟକ। ପୁଅ ଦିଆଗଲା। ଘଟଣାକ୍ରମେ ସେ ପୁଅ ମୃତ୍ୟୁବରଣ କଲେ। ଆଉ ଇଲିଶା ଭବିଷ୍ୟତ ବକ୍ତା ତାଙ୍କୁ ମୃତ୍ୟୁରୁ ଉଠେଇଥିଲେ। ସ୍ତ୍ରୀ ଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ। 2 ଜଣ ସ୍ତ୍ରୀ ପୁରାତନ ନିୟମରେ ସାରିପତ ନଗରର ବିଧବା ଏବଂ ସୁନେମର ଧନବତୀ ସ୍ତ୍ରୀ, ଏବଂ ନୂତନ ନିୟମରେ ସେଇ ମାର୍ଥା ଯିଏକି ଯୀଶୁଖ୍ରୀଷ୍ଟଙ୍କୁ ଏବଂ ଶିଷ୍ୟମାନଙ୍କୁ ସେବା ଆତିଥ୍ୟ କରିଥିଲେ। ତାଙ୍କ ଭାଇ ଲାଜାରକୁ ସେ ଫେରି ପାଇଥିଲେ। ତେଣୁ ଏବ୍ରି 11:35 ପଦରେ ପବିତ୍ର ଆତ୍ମା ଉଲ୍ଲେଖ କରନ୍ତି ସ୍ତ୍ରୀ ଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ। ସ୍ତ୍ରୀ ଲୋକମାନେ, ଏଇ ସ୍ତ୍ରୀ 3 ଜଣ ସ୍ତ୍ରୀଙ୍କ କଥା ଆମେ ଦେଖୁ। ନିଜେ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଛନ୍ତି ଯେ ଭାବବାଦୀକୁ ଭାବବାଦୀ ବୋଲି ଗ୍ରହଣ କରେ ସେ ଭାବବାଦୀର ପୁରସ୍କାର ପାଇବ। ଯେ ଧାର୍ମିକ ବ୍ୟକ୍ତିଙ୍କୁ ଧାର୍ମିକ ବ୍ୟକ୍ତି ବୋଲି ଗ୍ରହଣ କରେ ସେ ଧାର୍ମିକ ବ୍ୟକ୍ତିଙ୍କର ପୁରସ୍କାର ପାଇବ। ଯେ ମୋର କ୍ଷୁଦ୍ରମାନଙ୍କୁ ଗିନାଏ ଥଣ୍ଡା ଜଳ ଦେବ ସେ ପୁରସ୍କାରରୁ ବଞ୍ଚିତ ହେବ ନାହିଁ। 3ଟା ପୁରସ୍କାର ମଧ୍ୟରୁ ପ୍ରଥମ ପୁରସ୍କାର କଥା କହିବି। ଯେ ଭାବବାଦୀକୁ ଭାବବାଦୀ ବୋଲି ଗ୍ରହଣ କରେ ସେ ଭାବବାଦୀର ପୁରସ୍କାର ପାଇବ। ଏଲିୟ ଭାବବାଦୀଙ୍କୁ ସାରିପତ ନଗରର ବିଧବା ଭାବବାଦୀ ବୋଲି ଗ୍ରହଣ କରିଥିଲେ। ସୁନେମର ଧନବତୀ ସ୍ତ୍ରୀ ଇଲିଶା ଭାବବାଦୀକୁ ଭାବବାଦୀ ବୋଲି ଗ୍ରହଣ କରିଥିଲେ। ମାର୍ଥା ଯୀଶୁଖ୍ରୀଷ୍ଟଙ୍କୁ ଭାବବାଦୀ ବୋଲି ଗ୍ରହଣ କରିଥିଲେ। ଯୀଶୁଖ୍ରୀଷ୍ଟ ମୋଶାଙ୍କ ସଦୃଶ ଜଣେ ଭବିଷ୍ୟତ ବକ୍ତା। ଯେଉଁଦିନ ଯୀଶୁଖ୍ରୀଷ୍ଟ ବିଜୟ ଯାତ୍ରା କରିଥିଲେ ଜେରୁସାଲେମରେ ଚହଳ ପଡ଼ିଥିଲା। ଯେଉଁ ଭାବବାଦୀ ଆସିବାର ଅଛି ସେହି ପ୍ରିୟମାନେ, ସ୍ତ୍ରୀ ଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ। ଭାବବାଦୀମାନଙ୍କୁ ଗ୍ରହଣ କରିଥିଲେ ଏବଂ ସେମାନଙ୍କର କାର୍ଯ୍ୟ ସେବା କାର୍ଯ୍ୟ କରି ଆତିଥ୍ୟ କରି ପରିଚର୍ଯ୍ୟା କରି ଆଶୀର୍ବାଦ ପାଇଥିଲେ। ଏହାର ପଛରେ ଲୁଚି ରହିଛି ସେବା ପରିଚର୍ଯ୍ୟା। ସେଥିରେ କୌଣସି ବିଫଳ ନୁହେଁ। ଆଉ ଏଭ୍ରି ପୁସ୍ତକରେ ଆମେ ଦେଖିବାକୁ ପାଉ 6 ପର୍ବର 10 ପଦରେ ଏଇଭଳି ପ୍ରତିଜ୍ଞା, ତୁମେମାନେ ସାଧୁମାନଙ୍କର ସେବା କରିଥିବା ଦ୍ୱାରା ଓ ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କର ନାମ ପ୍ରତି ତୁମେମାନେ ଯେଉଁ ପ୍ରେମ ପ୍ରକାଶ କରିଅଛ ତାହା ଯେ ସେ ଭୁଲିଯିବେ ଏପରି ଅନ୍ୟାୟକାରୀ ଈଶ୍ୱର ସେ ନୁହନ୍ତି।
ସାଧୁମାନଙ୍କର ସେବା କରିବା ଦ୍ୱାରା ପ୍ରଭୁଙ୍କ ଲୋକମାନଙ୍କୁ ସେବା ପରିଚର୍ଯା କରିବା ଦ୍ୱାରା ଯଦି ଈଶ୍ୱର ପୁରସ୍କାର ଦେବେ ନାହିଁ ତାହେଲେ ସେ ଅନ୍ୟାୟକାରୀ ଈଶ୍ୱର ହେଇଯିବେ। ଈଶ୍ୱର କେବେ ହେଲେ ଅନ୍ୟାୟ କରି ନୁହନ୍ତି, ସେ ପ୍ରତିଜ୍ଞାରେ ବିଶ୍ୱସ୍ତ। ହି ଇଜ୍ ନଟ୍ ସେଲେକ୍ଟ କନସର୍ନିଂ ହିଜ୍ ପ୍ରମିସ୍, ସେ ପ୍ରତିଜ୍ଞାରେ ବିଶ୍ୱସ୍ତ। ତୁମେମାନେ ସାଧୁମାନଙ୍କର ସେବା କରିଥିବା ଦ୍ୱାରା ଓ ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମେମାନେ ଯେଉଁ ପ୍ରେମ ପ୍ରକାଶ କରିଅଛ ତାହା ଯେ ସେ ଭୁଲିଯିବେ, ଏପରି ଅନ୍ୟାୟକାରୀ ଈଶ୍ୱର ସେ ନୁହନ୍ତି। ମାର୍ଥା ପ୍ରଥମେ ଆମେ ଦେଖୁ ସେ ପରିଚର୍ଯା କରୁଥିଲେ। ମରିୟମ ଯୀଶୁଙ୍କ ପାଦ ତଳେ ବସିଥିବା ବେଳେ ମାର୍ଥା ପରିଚର୍ଯା କରୁଥିଲେ। ଆଉ ନିସ୍ତାର ପର୍ବର 6 ଦିନ ପୂର୍ବରୁ ଯେତେବେଳେ ରାତ୍ରି ଭୋଜ ହେଉଥିଲା ମାର୍ଥା ପରିଚର୍ଯା କରୁଥିଲେ। ସେହି ପରିଚର୍ଯା ଗୁଣ ତାଙ୍କୁ ଆଶୀର୍ବାଦ ଆଣି ଦେଇଥିଲା। ତାଙ୍କ ଭାଇ ଲାଜାର ମୃତ୍ୟୁରୁ ବଞ୍ଚି ପାରିଥିଲେ। ସ୍ତ୍ରୀ ଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ। ଆଜି ଆମର ଚତୁଃପାର୍ଶ୍ୱରେ ଅନେକ ଲୋକ ଆତ୍ମିକ ଭାବରେ ମୃତ ଅବସ୍ଥାରେ ଅଛନ୍ତି। ସେମାନଙ୍କୁ ବଞ୍ଚେଇବା, ସେମାନଙ୍କୁ ପ୍ରଭୁଙ୍କ କତିକି ଆଣିବା ନିମନ୍ତେ ଆମମାନଙ୍କର କର୍ତ୍ତବ୍ୟ ରହିଛି। ସେଦିନ ସ୍ତ୍ରୀ ଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ଲାଭ କରିଥିଲେ। ଆଜି ଆମ ଚତୁଃପାର୍ଶ୍ୱରେ ଯେଉଁମାନେ ଆତ୍ମିକ ଭାବରେ ମୃତ ସେମାନଙ୍କୁ ଫେରେଇ ଆଣିବା ନିମନ୍ତେ, ପ୍ରଭୁଙ୍କ ନିକଟବର୍ତ୍ତୀ କରିବା ନିମନ୍ତେ ପ୍ରତି ଖ୍ରୀଷ୍ଟ ବିଶ୍ୱାସୀର କର୍ତ୍ତବ୍ୟ। ଏହା ଜାଣି ଆମେମାନେ ଆଗେଇବା ଆବଶ୍ୟକ। ପ୍ରଭୁ ଆମମାନଙ୍କୁ ସେଇ ମାର୍ଥାଙ୍କର ଗୁଣ ଦେଇ ଏହି ଶେଷ ଦିନ ଗୁଡ଼ିକରେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ଆମ ସମସ୍ତଙ୍କର ସହବର୍ତ୍ତୀ ହେଉ। ମୋ ସହିତ ସମସ୍ତେ କୁହନ୍ତୁ ଆମେନ୍। ଧନ୍ୟବାଦ।